ବିଜୟଗିରି କାମ କରୁଛ ପରିବା ବିକ୍ରି କୋଉଠି ତୁମର ପରିବା ଫୁଲାଡି ବଜାର ଲଞ୍ଚ ନେଇ ଭଲ ଉପକୃତ ହେଇଛି 10,000 ନେଇଥିଲି 4 ମାସ ହେଲା ଇଣ୍ଟରେଷ୍ଟ ବହୁତ କମ୍ ପାଇବାରେ କିଛି ଅସୁବିଧା ହେଲା ନାଇଁ ନାଇଁ ସାର୍ ତାପରେ କଣ କେମିତି କଣ ଆପଣଙ୍କର ଜୀବନରେ ପରିବର୍ତ୍ତନ ଆସିଲା ଆପଣ ଏବେ ଗାଁକୁ ଯାଇକି ପରିବାଟା ଆରାମସେ ନେଇ ଆଣିପାରୁଛନ୍ତି ଆଉ ଏଠି ବିକ୍ରି କରିପାରୁଛନ୍ତି ମାସକୁ ମାସେ କିସ୍ତି ବି ଦେଉଛନ୍ତି ଏ ଭାଇ ଆପଣଙ୍କର ଦେଖନ୍ତୁ ଫୁଲାଡି ଛକରେ ପରିବା ବିକ୍ରି କରନ୍ତି ଏଇଭଳି ଯେଉଁ ଭାଇମାନେ ଅଛନ୍ତି ତାଙ୍କ ବିଷୟରେ ବର୍ଷେ ଧରିକି କେବେ କେହି ଭାବି ନଥିଲେ ମୋଦିଜୀ ଏଇଭଳି ଗରିବ ବହୁତ କମ୍ ସୁଧ ଆଉ କିଛି ଅସୁବିଧା ହେଇନି ପାଇବାରେ ଆପଣ ଜାଣିଛନ୍ତି 10,000 ଟଙ୍କା ପୁଣି ଫେରେଇଲେ ଆଉ ପୁଣି 20,000 ଟଙ୍କା ମିଳିବ ବହୁତ ଖୁସିର କଥା ଏଇଭଳି ଯେଉଁମାନେ ସ୍ୱାଭିମାନୀ ଭାଇମାନେ ଅଛନ୍ତି ତାଙ୍କ ପାଇଁ ମୋଦିଜୀ ଏଇଭଳି ସ୍କିମ୍ ଆଣିଛନ୍ତି ଯେଉଁଥିରେ ଆରମ୍ଭରେ 10,000 ଟଙ୍କା ସୁଝିଲେ ପୁଣି 20,000 ଟଙ୍କା ତାପରେ ସୁଝିଲେ 50,000 ଟଙ୍କା ବହୁତ କବି ଭୁଖା ନି ଶୋଏଗା ଏମିତି କହିଲେ ମୋଦି କେହି ଭୁଖରେ ଶୋଇବ ନାହିଁ ତାମାନେ ମାଗଣା ଚାଉଳ ଦେବା ଆରମ୍ଭ କଲେ ତା ପୂର୍ବରୁ ବି ଦେଉଥିଲେ ଗୋଟିଏ ହିସାବ କିତାବରେ ଟଙ୍କାଟା କୋଉଠି କଣ ଯାଉଥିଲା ସେଇଟା ଅଲଗା କଥା ସେଇ କଥାଟା ମୁଁ ଏଠି କହିବିନି କିନ୍ତୁ ତାପରେ ଯେତେବେଳେ ଲୋକ କହିଲେ ଯେ ଟଙ୍କାଟା କାହିଁକି ନିଆଯାଉଛି ମୋଦିଙ୍କ ପାଖକୁ ଏଇ କଥାଟା ଯେତେବେଳେ ପହଞ୍ଚିଲା ମୋଦି କହିଲେ ଟଙ୍କାଟେ ନିଆଯାଉଛି ମୁଁ ଗରିବ ମାନଙ୍କ ପାଇଁ ଚାଉଳ ପଠାଉଛି ଟଙ୍କାଟେ ନିଆଯାଉଛି ମୋ ଗରିବ ଭାଇମାନଙ୍କ ପାଖରୁ ଗରିବ ମା ମାନଙ୍କ ପାଖରୁ ମୋଦି କହିଲେ ପୁରୀ ମାଗଣା ହିଁ ଦିଆଯିବ ଆଜି ଆପଣ ଯାହା ପାଉଛନ୍ତି ଗ୍ୟାସ୍ ଘର ଘର ପାଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପକ୍କା ଘର ଗାଁ ଗାଁକୁ ସଡ଼କ ଗାଁ ଗାଁରେ ବିଜୁଳି ଗାଁ ଗାଁରେ 4G 5G କନେକ୍ସନ ଏ ସବୁ ପଠାଉଛନ୍ତି ନରେନ୍ଦ୍ର ମୋଦି ଆଉ ସେ ଗ୍ୟାରେଣ୍ଟି ଦେଇଛନ୍ତି କୌଣସି ପରିବାର ଦୁଃଖକୁ ସହିବା ପାଇଁ କୌଣସି ପରିବାରରେ ଦୁଃଖକୁ ଦୂର କରିବା ପାଇଁ କିଏ ମୋଦି ସେ ହେଉଛନ୍ତି ଆମ ସମସ୍ତଙ୍କର ଗ୍ୟାରେଣ୍ଟି ସେ ହେଉଛନ୍ତି ଆମ ସମସ୍ତଙ୍କର ଏଇଭଳି ଲୋକ ଯେ ଆମର ଦୁଃଖଟାକୁ ବୁଝେ ଆମ କଥାଟାକୁ ବୁଝେ ଆଉ ଆମର ସମସ୍ୟାକୁ ସମାଧାନ କରିବା ପାଇଁ ଯେମିତି ନନା କହିଲେ 18 ଘଣ୍ଟା ଖଟନ୍ତି 18 ଘଣ୍ଟା କାମ କରନ୍ତି ପରିଶ୍ରମ କରନ୍ତି नॉर्मल राइस इतरे सर 45 राइस ए 45 राइस 1:100 रेशियो सेतरे कोन डिफरेंस केमती जाना पड़िबो अच्छा एटा इतरे मिसा जीवो सर ब्लेंडिंग रेशियो इतरे मिसा होची 1:100 रे ब्लेंडिंग करा जीवो ए विकसित भारत संकल्प यात्रा आम प्रधानमंत्री देशर लोकप्रिय प्रधानमंत्री यशस्वी प्रधानमंत्री श्री नरेंद्र मोदी जी ग्यारंटी गाड़ी एटा परिणत करिवार स्वप्न को साकार करिवा भारत एकता ओ अखंडता सुदृढ़ करिवा एवं देशर सुरक्षा आज नीलगिरी रे आज गाड़ी चालू होबो सही स्वप्नटा पूरण होबो। धन्यवाद देउछि सांसद महोदय।